ଗାଁ ଦାଣ୍ଡରେ ବସି ତାସ ଖେଳିଲେ ତାକୁ ଜୁଆ ବୋଲି କୁହାଯାଉଛି। କିନ୍ତୁ ଅନଲାଇନ ଜରିଆରେ ଅନେକ ଗୁଡ଼ିଏ ଗେମ୍ ଖେଳିଲେ ତାକୁ ଜୁଆ କୁହାଯାଉନି, ବରଂ ତାକୁ ଇଂରାଜୀରେ ବେଟିଂ କୁହାଯାଉଛି। ଆଉ ଏଇ ଅନଲାଇନ ଗେମ୍ ପାଇଁ ହିଁ ଆଜିର ଯୁବଗୋଷ୍ଠୀ ଅନେକ ସମୟରେ ଆତ୍ମହତ୍ୟାକୁ ଆଦରି ନେଉଛନ୍ତି ବା ଆତ୍ମହତ୍ୟା ଭଳି ଗୋଟେ ଚରମ ପଦକ୍ଷେପ ନେଉଛନ୍ତି। ଏହା ଉପରେ କାହାର ଅଙ୍କୁଶ ନାହିଁ, ବରଂ ଗେମ୍ର ବିଜ୍ଞାପନ କରୁଥିବା ଅନେକ ନାମୀ ଦାମୀ ଚେହେରା ତା ତଳେ ଗୋଟେ ଷ୍ଟାର ଚିହ୍ନ ଦିଆଯାଇଥିବ ଯେ ଏ ଗେମ୍ରେ ଯାହା କାହାର କ୍ଷତି ହେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ନୁହେଁ। ସେ ଛୋଟ ଅକ୍ଷରକୁ କିଏ ବା ପଢ଼ିବ? ଯେଉଁମାନଙ୍କର ଆର୍ଥିକ ଅଭାବ ଅଛି, ମଣିଷ ମାତ୍ରକେ ଲୋଭ ଅଛି, ବା ଯେଉଁମାନେ ବେକାରୀ ସମସ୍ୟାରେ ଆଜି ଜର୍ଜରିତ ଅଛନ୍ତି, ସେଇମାନେ କାଳେ କିଛି ପଇସା ମିଳିଯିବ କି, କାଳେ କିଛି ପଇସା ଇନକମ୍ ହେଇଯିବ କି, ଘରେ ବସି ଏଇଟା ଖେଳନ୍ତୁ, ଘରେ ବସି ସେଇଟା ଖେଳନ୍ତୁ, ଏମିତି ବିଜ୍ଞାପନ କରୁଥିବା ଅନେକ ଲୋକଙ୍କ କଥାରେ, ଅନେକ ନାମୀ ଦାମୀ ଚେହେରାଙ୍କର ମତରେ ଆଜି ଯୁବପିଢ଼ି ଭାସି ଯାଉଛନ୍ତି। ଯେଉଁଥିପାଇଁ ଅନଲାଇନ୍ ଗେମ୍ ଜରିଆରେ ହୁଏତ ସିଏ 100 ଟଙ୍କା କମେଇବା ଜାଗାରେ ଲକ୍ଷାଧିକ ଟଙ୍କାକୁ ହରାଇ ବସୁଛନ୍ତି। ଆଉ ମାନସିକ ସ୍ଥିତି ଯେତେବେଳେ ବିଗିଡ଼ି ଯାଉଛି, ପୁରା ପଇସା ହରେଇ ସାରିବା ପରେ ସେତେବେଳେ ସେମାନେ ଆତ୍ମହତ୍ୟା କରିଦେଉଛନ୍ତି। ଏମିତି ଆଉ କେତେ ଦିନ ଆଜ୍ଞା? ଥରୁଟେ ହଁ ବେକାରୀ ସମସ୍ୟା ରହିବ, ଠିକ ଅଛି। ହଁ ମଣିଷ ମାତ୍ରକେ ଲୋଭ ରହିବ, ଠିକ ଅଛି। ହେଲେ ଜୀବନ ହାରିବା ପୂର୍ବରୁ ଥରେ ଚିନ୍ତା କରି ଦେଖନ୍ତୁ ଯେ ବାସ୍ତବରେ ଏ ଜୀବନ କେତେ ମୂଲ୍ୟବାନ। କିଛିଟା ଟଙ୍କା ପାଇଁ, କିଛିଟା ଯେଉଁ ପରିଚିତ ଚେହେରାଙ୍କ ଗୋଟେ ବିଜ୍ଞାପନ ପାଇଁ ଆପଣମାନେ କେବେ ସେ ଜିନିଷ ପଛରେ ପଡ଼ନ୍ତୁନି ଯାହା ଆପଣଙ୍କ କ୍ୟାରିୟର, ଆପଣଙ୍କ ଜୀବନକୁ ବର୍ବାଦ କରିଦେବ। ଏଇ ତ ଜୀବନର କଥା।